ପିଲାମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ବହିର ପ୍ରଥମ ପାଠ ପଢ଼ିବା। ଏହା ଏକ କବିତା ଯାହାର ନାଁ ହେଉଛି ଗଛ କାହାଣୀ। ଏହାର କବି ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ। ଚାଲ ପିଲାମାନେ ଆଜି ଆମେ ପ୍ରଥମେ କବିତାଟିକୁ ଆବୃତ୍ତି କରିବା, ତାପରେ ତାର ସାରାଂଶ ମାନେ ତାର ଅର୍ଥ ଜାଣିବା, ତାର ଭାବାର୍ଥ ଜାଣିବା। ବୁଝିହେଲା ପିଲାମାନେ? ତ ଚାଲ ଦେଖିବା କ'ଣ ଦେଇଛି। ତାହେଲେ ଦେଇଛି, ପ୍ରଥମେ ପଢ଼ିବା, କବିତାଟିକୁ ଆବୃତ୍ତି କରିବା। ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ। ଟାଣି ନେଉଅଛ ଡାଳକୁ ମୋହର ଶୋଚନା ନ କରି ତିଳେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ତ ପିଲାମାନେ ଏଥିରେ କ'ଣ କହିଛି? କହିଛି କି ଏଟା ଏକ ଗଛର କାହାଣୀ, ମାନେ ଗଛ ତାର ମାନେ ଆତ୍ମକାହାଣୀ ବିଷୟରେ ସେ କହୁଛି, ମାନେ ଗଛଟାର ଆତ୍ମକାହାଣୀ ବିଷୟରେ ଏଠାରେ କବି ରାମଚନ୍ଦ୍ର ନାୟକ ଏଠାରେ ବର୍ଣ୍ଣନା କରିଛନ୍ତି, ଗଛ ବିଷୟରେ ବର୍ଣ୍ଣନା କରିଛନ୍ତି। ତାହେଲେ କ'ଣ ଗଛଟି କହୁଛି? ଗଛ ଏଠାରେ କହୁଛି ନରମ ଗଳାରେ, ମାନେ ଧୀର ସ୍ୱରରେ, ନରମ ସ୍ୱରରେ କହୁଛି, ହେ ଭଉଣୀ ଭାଇ। ଆଚ୍ଛା ପିଲାମାନେ, ଏଠାରେ ଭଉଣୀ ଭାଇ ଗଛଟି କାହାକୁ କହିଛି? ତାର ଭଉଣୀ ଭାଇ, ତାର ମାନେ ତା ଗଛ ଭାଇମାନଙ୍କୁ କହିଛି ନା ଆଉ କାହାକୁ କହିଛି? ନା, ଏଠାରେ ପିଲାମାନେ ସେ କାହାକୁ କହିଛି ଭଉଣୀ ଭାଇ? ଆମମାନଙ୍କୁ ମଣିଷ ଭାଇ ଭଉଣୀ ମାନଙ୍କୁ ଗଛଟି ଭଉଣୀ ଭାଇ ବୋଲି ସମ୍ବୋଧନ କରି କହିଛି। କ'ଣ କହିଛି? ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ। ତୁମେମାନେ ଫଳ ମୋଠୁ ଖାଉଛ, ମୋର ସେଥିରେ କିଛି ଅଭିଯୋଗ ନାହିଁ। ଆଚ୍ଛା ପିଲାମାନେ, ଏଠି ଆପତ୍ତିର ଅର୍ଥ ଅଭିଯୋଗ, ବୁଝିଲେ କି? ନରମ ଗଳାର ଅର୍ଥ ଧୀର ସ୍ୱରରେ। ଭଉଣୀ ଭାଇ ଏଠାରେ କବି କାହାକୁ ସମ୍ବୋଧନ କରିଛନ୍ତି? ଗଛ ମାଧ୍ୟମରେ ଏଠାରେ ମଣିଷ ଭାଇ ଭଉଣୀ ମାନଙ୍କୁ କହିଛନ୍ତି। ତାହେଲେ କହିଲେ ପିଲାମାନେ, ଆମେମାନେ ଗଛଟାରୁ ଫଳ ଖାଉଛୁ କି ନାହିଁ? ଖାଉଛୁ। ଫଳ, ତାଠୁ ଫୁଲ ନେଉଛୁ, ତାଠୁ କାଠ ନେଉଛୁ, ସବୁ କିଛି ନେଉଛୁ। ସେ ଏଠାରେ ଗଛଟି କହୁଛି, ହେ ମଣିଷ ଭାଇ ଭଉଣୀ ମାନେ, ତୁମେମାନେ ମୋଠୁ ଫଳ ଖାଉଛ, ହେଲେ ମୋର ସେଥିରେ କିଛି ବି ଆପତ୍ତି ନାହିଁ। କିନ୍ତୁ ତାପରେ କ'ଣ କହି ଦେଖିବା? ଟାଣି ନେଉଅଛ ଡାଳକୁ ମୋହର ଶୋଚନା ନ କରି ତିଳେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ତାହେଲେ ତୁମେମାନେ ତ ମୋ ଫଳକୁ ଖାଉଛ, ମୋର ସେଥିରେ କିଛି ଅଭିଯୋଗ ନାହିଁ। ତାପରେ ମୋ ଡାଳକୁ ଟାଣି ନେଉଛ, ମୋତେ କଷ୍ଟ ଦେଉଛ, ମୋ ଡାଳକୁ ଟାଣିକି ମୋତେ ଆଘାତ ଦେଉଛ, କିଛି ବି ଶୋଚନା ମାନେ କିଛି ଚିନ୍ତା ନ କରିକି କ'ଣ କରୁଛ? ମୋତେ ଆଘାତ ଦେଉଛ। ତା ଦ୍ୱାରା କ'ଣ ହେଉଛି? ତମେମାନେ କେବେ ବି ଜାଣିପାରିବନି ମୋର ପ୍ରାଣ, ମୋ ଜୀବନ ମୋତେ କେତେ କଷ୍ଟ ହେଉଛି, ମୋ ପ୍ରାଣକୁ କେତେ କଷ୍ଟ ହେଉଛି, ମୋତେ ଜୀବନ ପଳେଇଲା ଭଳି ମୋତେ ଲାଗୁଛି। ତାହେଲେ ସେ କହୁଛି କି ଦୁଃଖରେ ମୋ ଜୀବନଟା ଜଳୁଛି। ତୁମେମାନେ ଯେତେବେଳେ ମୋ ଡାଳକୁ ଟାଣି ନେଉଛ, ମୋତେ କଷ୍ଟ ଦେଉଛ, ତୁମେମାନେ ଚିନ୍ତା କରୁନ ମୋତେ କେତେ ଯେ କଷ୍ଟ ହେଉଥିବ, ମୋ ଶରୀରକୁ କେତେ କଷ୍ଟ ହେଉଥିବ। ତୁମ ଦେହରେ ଯଦି ଆଘାତ ବାଜୁଛି, ତୁମେମାନେ କେତେ କଷ୍ଟ ପାଉଛ। ତମ ହାତ ଗୋଡ଼କୁ କିଏ ଯଦି ଭାଙ୍ଗି ଦେଉଛି, ତୁମେମାନେ କେତେ କଷ୍ଟ ପାଉଛ। ତ ସେଇପରି ମୋତେ ମୋ ଡାଳକୁ ଯେତେବେଳେ ତୁମେ ଟାଣି ନେଉଛ, ମାନେ ଭାଙ୍ଗି ଦେଉଛ, ହାଣି ଦେଉଛ, ତାହେଲେ ମୋ ପ୍ରାଣ, ମୋ ଜୀବନକୁ ମୋତେ ବହୁତ କଷ୍ଟ ହେଉଛି, ମୁଁ ଦୁଃଖରେ ଜଳୁଛି। ବୁଝିପାରିଲ ପିଲାମାନେ? ଏଠାରେ କିଏ କହୁଛି? ଏଠାରେ ଗଛଟି କହୁଛି। ଗଛ ସତରେ କଥା କହୁଛି। କବି ଗଛ ବିଷୟରେ ବର୍ଣ୍ଣନା କରିଛନ୍ତି। ତାହେଲେ ଆମେମାନେ ଚିନ୍ତା କରିବା ଦରକାର, ଗଛଟିର ଡାଳପତ୍ର ହାଣିଦେଲେ ତାକୁ ବି କଷ୍ଟ ହେଉଥିବ, ତ ଆମେ ତାର ଗଛର ଡାଳପତ୍ର କେବେ ବି ହାଣିବା ନାହିଁ। କାହିଁକି ନା ଗଛ ଆମକୁ କ'ଣ ଦିଏ? ସବୁ କିଛି ଦିଏ। ସେଇ ଡାଳପତ୍ର ଦ୍ୱାରା ଆମେ ତାଠୁ ଛାଇ ପାଇଥାଉ। ବୁଝିପାରିଲ ପିଲାମାନେ? ତାପରେ ଦେଖିବା କ'ଣ ଦେଇଛି। କ୍ଷୀର ନୁହେଁ ଏ ତ ଲୋତକ ଧାରାରେ ନୟନ ଝରାଇ ମୋର, ପରାଣ ବେଦନା ଦେଉଛି ବଖାଣି ବାରକେ ପାରେକ ଶ୍ରବଣ କର। ଜନମ କାଳରୁ କେତେ ଦୁଃଖ ସହି ନ ମାନି ବରଷା ଝଡ଼ି, ଖରା କାକରରେ ଡାଳ ପତରକୁ ରଖିଛି ଯତନେ ଭିଡ଼ି। ତାହେଲେ କହୁଛି, ଏଠି ଦେଖ, ଯେତେବେଳେ ଆମେ ଗୋଟେ ଡାଳକୁ ଭାଙ୍ଗି ଦେଉଛନ୍ତି, ସେଠୁ କ'ଣ ମାନେ ବହେ, ଆମେ କ'ଣ ଦେଖନ୍ତି? ସେଠି କ୍ଷୀର ଭଳିଆ କିଛି ଗୋଟେ ବାହାରେ, ଯୋଉଟାକି ସେ ଗଛଟି କହୁଛି ଏହା କ୍ଷୀର ନୁହଁ। ତୁମେ ଯେତେବେଳେ ମୋ ଡାଳକୁ ଭାଙ୍ଗି ଦେଉଛ, ତୁମେ ଭାବୁଛ
ମୋ ଦେହରୁ କ୍ଷୀର ବାହାରୁଛି। ଏହା ପ୍ରକୃତରେ କ୍ଷୀର ନୁହଁ, ଏହା ଲୋତକ। ଲୋତକର ଅର୍ଥ ପିଲାମାନେ କ'ଣ? ଲୁହ। ପିଲାମାନେ ଲେଖିଦିଅ, ଲୋତକର ଅର୍ଥ ଲୁହ। ନୟନର ଅର୍ଥ ମୋ ଆଖିରୁ। ପରାଣ ମାନେ ପ୍ରାଣ। ବେଦନ ମାନେ କଷ୍ଟ। ପଖାଣି ମାନେ ବର୍ଣ୍ଣନା କରି। ବାରେକ ମାନେ ଥରୁଟିଏ। ଶ୍ରବଣ କର ମାନେ ଶୁଣ। ବୁଝିଲା ପିଲାମାନେ? ନୋଟରେ ଲେଖିଦିଅ। ତ କ୍ଷୀର ନୁହେଁ ଏଟା କ୍ଷୀର ନୁହଁ, ଏଟା କ'ଣ? ଲୁହ। ଲୁହ ଭଳିଆ ମୋ ଆଖିରୁ ଝରୁଛି। ମୋତେ କଷ୍ଟ ହେଲା ବେଳକୁ ଏହା ମୋ ଆଖିରୁ ଝରୁଛି। ପରାଣ ବେଦନା ଦେଉଛି ବଖାଣି। ମୋର ଯେଉଁ ଜୀବନ ମାନେ ଯେତେ କଷ୍ଟ ହେଉଛି ମୋତେ, ସେ ବଖାଣି ଦେଉଛି ମାନେ ବର୍ଣ୍ଣନା କରିଦେଉଛି। ଥରୁଟିଏ କେବଳ ଶୁଣ। କେତେ ଯେ ମୋତେ କଷ୍ଟ ହେଉଛି, ତୁମେ ଥରୁଟିଏ ଶୁଣ। କେବେ ବି ମୋ ଡାଳପତ୍ର ମୋର ଗଛର ପତ୍ର ଡାଳ ଭାଙ୍ଗ ନାହିଁ, କାହିଁକିନା ଏହାଦ୍ୱାରା ମୋ ଦେହରୁ କ୍ଷୀର ବାହାରୁନି। ଏହାଦ୍ୱାରା ମୋ ଦେହରୁ କ'ଣ ବାହାରୁଛି? ଲୁହ ଝରୁଛି। ମୋ ଆଖିରୁ ଲୁହ ଝରୁଛି। ଆଉ ମୋତେ ବହୁତ କଷ୍ଟ ହେଉଛି, ଯାହାକି ତୁମେ ଥରୁଟିଏ ଶୁଣ। ଏହା ଗଛଟି କହୁଛି। ତାପରେ ଦେଇଛି, ଜନ୍ମ କାଳରୁ କେତେ ଦୁଃଖ ସହି ନ ମାନି ବର୍ଷା ଝଡ଼ି, ଖରା କାକରରେ ଡାଳପତରକୁ ରଖିଛି ଯତନେ ଭିଡ଼ି। ଜନ୍ମ କାଳରୁ ମାନେ ଗଛଟି କ'ଣ ସାଙ୍ଗେ ସାଙ୍ଗେ ବଡ଼ ହେଇଯିବାର ଆମେ ଦେଖୁଛନ୍ତି କି? ସେ ପ୍ରଥମେ ତାକୁ ମଞ୍ଜି ଲଗା ହେଉଛି, ସେ ମଞ୍ଜିରୁ ଗଛ ବାହାରୁଛି। ଗଛରୁ ସେ ଆସ୍ତେ ଆସ୍ତେ ବଢ଼ୁଛି। ସେ ବଢ଼ିବା ସମୟରେ ସେ କ'ଣ ସହି ବଢ଼ୁଛି? ଖରା, ବର୍ଷା, ଝଡ଼, ଶୀତ, ତ ବହୁତ କିଛି ସେଗୁଡ଼ା ସହିକି ସେ ଦୁଃଖ ସହି ବଢ଼ୁଛି। ମାନେ ବର୍ଷା ଯେତେବେଳେ ବାତ୍ୟା ଭଳିଆ ହୁଏ ପବନରେ, ତା ଡାଳପତ୍ର ସବୁ ଚହଲେ, ତାକୁ କଷ୍ଟ ହୁଏ। ତ ସେଥିପାଇଁ କହୁଛି, ମୁଁ ଖରା ବର୍ଷା ସବୁ ଝଡ଼ ସହିକି ମୁଁ ଛୋଟରୁ ବଡ଼ ହେଇଛି। ଜନ୍ମ କାଳରୁ ବଡ଼ ହେଇଛି। ଖରା କାକରରେ ଡାଳପତରକୁ ରଖି ସେ ଯତନେ ଭିଡ଼ି। ସେଇ ଖରା କାକରରେ, ଖରା ଆଉ କାକର ଅର୍ଥ କୁହୁଡ଼ି। ଖରା କାକରରେ ମୋ ଡାଳପତ୍ରକୁ ମୁଁ ଯତ୍ନର ସହିତ ଭିଡ଼ି ମାନେ କ'ଣ? ସାଇତିକି ରଖିଛି। ମୋ ଡାଳକୁ ମୁଁ କେବେ ବି ଭାଙ୍ଗିବାକୁ ଦିଏ ନାହିଁ, ସବୁବେଳେ ସାଇତିକି ରଖିଛି। ବୁଝିପାରିଲ ପିଲାମାନେ? ତାପରେ ଦେଖିବା ନେକ୍ସଟ। ଆଜି ସିନା ତୁମେ ଈର୍ଷା କରୁଛ ଦେଖି ଫଳ ମାଳ ମାଳ, ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ। ସାନରୁ ହୋଇଛି ବଡ଼ ପର୍ଯ୍ୟନ୍ତ କରମ ପଥର ଧାରି, କରମକୁ ମୂଳ ମନ୍ତର କରି ନ ପର ଉପକାର କରେ। ତାପରେ ପିଲାମାନେ କ'ଣ କହୁଛି ଗଛଟି? ଆଜି ସିନା ତୁମେ ଈର୍ଷା କରୁଛ। ଈର୍ଷାର ଅର୍ଥ ଈର୍ଷା, ମାନେ କାହାକୁ ଦେଖିକି ଯେଉଁ ଜଳିବା, ସେଟା ଈର୍ଷା କୁହନ୍ତି। ହେଲା, ତୁମେ ଆଜି ଈର୍ଷା କରୁଛ। କ'ଣ ପାଇଁ ଈର୍ଷା କରୁଛ? ମୋ ଦେହରେ ଯେଉଁ ମୋ ଗଛର ଡାଳରେ ଫଳ ଏତେ ଦେଖୁଛ, ତୁମେ ମାନେ ଈର୍ଷାରେ ଜଳୁଛ। କିନ୍ତୁ ତୁମେ ମାନେ ଜାଣିପାରିବନି ଏଇ ଯେଉଁ ରୂପ ମୋର ହେଇଛି, ମୋ ଗଛର ଫଳ ହେଇଛି, ମୁଁ କେତେ ସାଧନାର ଫଳ, ମାନେ ମୋ ପରିଶ୍ରମ କଠିନ। ସାଧନା ଅର୍ଥ କଠିନ ପରିଶ୍ରମ। କେତେ କଠିନ ପରିଶ୍ରମର ଏଇ ଫଳ ମୋତେ ମିଳିଛି, ତୁମେମାନେ କେବେ ବି ଜାଣିପାରିବନି। ତ ଆଚ୍ଛା ପିଲାମାନେ, ଏଠି କବି କ'ଣ କହିବାକୁ ଚାହୁଁଛନ୍ତି? ତ ଗଛଟି ଯେମିତି ଛୋଟରୁ ବଡ଼ ହେଇକି ମାନେ କଠିନ ପରିଶ୍ରମ କରିକି ତା ଦେହରେ ଫଳ ଫଳେଇ ପାରିଛି, ତ ତୁମେମାନେ ସେମିତି ଛୋଟରୁ ବଡ଼ ହେଇକି ଭଲ ପାଠ ପଢ଼ିକି କିଛି ବି ତୁମେ କରିପାରିବ ଜୀବନରେ, ତ ତାହା ହେଲା ତୁମର ସାଧନାର ଫଳ ବା କଠିନ ପରିଶ୍ରମର ଫଳ। ତ ଗଛ ଯେମିତି କଠିନ ପରିଶ୍ରମ କରିକି ତା ଦେହରେ ସେ ଫଳ ଫଳେଇ ପାରିଛି, ତୁମେମାନେ କଠିନ ପରିଶ୍ରମ କଲେ ନିଶ୍ଚିତ ଜଣେ ବଡ଼ ମଣିଷ ହେବ। ମାନେ ଜଣେ ବଡ଼ ମଣିଷ ହେବ ମାନେ ତୁମେ ନିଶ୍ଚିତ ଭଲ ଚାକିରି କରିବ, ଭଲ ପାଠ ପଢ଼ିକି ନାଁ ରଖିବ ତୁମ ବାପା ମାଆଙ୍କର। ଏଇଟା କବି ମାନେ ଏ ବିଷୟ ମାଧ୍ୟମରେ ତୁମମାନଙ୍କୁ ଜଣାଇଛନ୍ତି। ବୁଝିଲା? ତାପରେ ଦଉଛି, ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ କରମ ପଥର ଧାରେ, କରମକୁ ମୂଳ ମନ୍ତର କରି ନ ପର ଉପକାର କରେ। ତାହେଲେ ଗଛଟିରେ କହୁଛି, ଏକ ଛୋଟ ଗଛର ବଡ଼ ହେବା ପର୍ଯ୍ୟନ୍ତ ମୁଁ କେତେ ସାରା ଜୀବନ କଷ୍ଟ କରି ଚାଲିଛି। କେତେ କଷ୍ଟ ମାନେ କେତେ କର୍ମ କରି ଚାଲିଛି। ତା ପାଇଁ ଜୀବନ ହେଉଛି ଏକ କର୍ମର ପଥ। ମାନେ ସେ ଗଛଟି ପାଇଁ ଜୀବନ ହେଉଛି କ'ଣ? ତାର ଏକ ଗଛ ପାଇଁ ଜୀବନ ହେଉଛି ଏକ କର୍ମର ପଥ। ସେ ଅଳସୁଆ ହୋଇ କେବେ ବସି ରହୁନାହିଁ। ମାନେ ଗଛଟି କେବେ ଅଳସୁଆ ହୋଇ ବସି ରହୁନାହିଁ, ବରଂ କ'ଣ କରୁଛି? ସେ ହେଉଛି ବଢ଼ିବା ସହିତ ନିଜର କର୍ତ୍ତବ୍ୟ କରିଚାଲିଛି। ତ ପୁଣି କହୁଛି ଯେ ମୁଁ ନିଜର ଜୀବନରେ ନିଜର କାମକୁ ମୂଳ ମନ୍ତ୍ର ଭାବେ ଗ୍ରହଣ କରିଛି। ମୋ କର୍ମ ହେଉଛି ପର ଉପକାର। ତ ଏହା ହେଉଛି ଏଇ ମାନେ ପଦଟିର ସାରାଂଶ। କହୁଛି କି
ମୁଁ ଛୋଟରୁ ବଡ଼ ହେଲା ପର୍ଯ୍ୟନ୍ତ ମୁଁ କର୍ମ କରି ଚାଲିଛି। କର୍ମକୁ ମୋ ମୂଳ ମନ୍ତ୍ର କରିକି ମୁଁ ପର ଉପକାର କରୁଛି, ମାନେ ପରକୁ ସାହାଯ୍ୟ କରୁଛି। ଉପକାର ଅର୍ଥ ସାହାଯ୍ୟ କରିବା, ତ ପର ଉପକାର ମୁଁ କରୁଛି। ତ ପିଲାମାନେ ସମସ୍ତଙ୍କୁ ଏହିପରି ସାହାଯ୍ୟ କଲେ ତୁମେମାନେ ନିଶ୍ଚିତ ଭଲ କର୍ମ କରିବ, ତମର ଚଲାପଥ ସୁକୁମିତ ହବ। ବୁଝିଲେ କି? ବୁଝିପାରିଲ? ପରିଜନ୍ତ ମାନେ ପର୍ଯ୍ୟନ୍ତ, କର୍ମପଥ ମାନେ କର୍ମପଥ, ତୁମେ ଯାହା କର୍ମ କରୁଛ। କର୍ମକୁ ମୂଳ ମାନେ କର୍ମକୁ ତାଙ୍କ ମୂଳ ମନ୍ତ୍ର କରୁଛନ୍ତି, ହେଲା, କରିକି ପର ଉପକାର ମାନେ ଅନ୍ୟକୁ ସାହାଯ୍ୟ କରୁଛନ୍ତି, ଅନ୍ୟର ମଙ୍ଗଳ କାମନା କରୁଛନ୍ତି। ଚେର ମୂଳ ଠାରୁ ଡାଳ ପତରରେ ଫୁଲ ଫଳ ଆଦି କରି ଛାଇରେ ଆସରା ଦେଇଛି ସଭିଙ୍କୁ ବକଳ ହୃଦୟ ଚିରି। ଅନ୍ତର ଫେଡ଼ି ନ କହୁଛି ତୁମକୁ କରନି ଆକୁଳ ମତେ, ତୁମରି ସେବାରେ ରହିଛି ନୀତି ଖାଅରେ ଖାଇବ ଯେତେ। ବୁଝିପାରିଲ ପିଲାମାନେ? ଏଟା କ'ଣ କହୁଛି? ଚେର ମୂଳ ଠାରୁ ଡାଳ ପତ୍ର। ତାହେଲେ ଗଛ ଆମକୁ କ'ଣ କ'ଣ ସବୁ ନ ଦଉଛି? ଗଛ ଆମକୁ ସବୁ କିଛି ଦଉଛି। ତାହେଲେ କହୁଛି କି ଚେର ଠାରୁ ମୂଳ ପର୍ଯ୍ୟନ୍ତ, ମାନେ ଚେର ମୂଳ ଠାରୁ ମୋ ଡାଳ ପତ୍ରରେ କ'ଣ କରୁଛି? ଫଳ ଫୁଲ ଆଦି କରି ଭରି କରି ରଖିଛି। ମାନେ ଚେରରେ ଜାଣିଛ ଫଳ ଫଳେ, କ'ଣ ଫଳ ମାନେ ପରିବା ସବୁ ହୋଇଥାଏ। କ'ଣ କ'ଣ? ଆମେ ଆଳୁ ଦେଖନ୍ତି, ସେମିତି ମୂଳା, ପିଆଜ, ଏଗୁଡ଼ା ସବୁ ଚେରରୁ ହେଇଥାଏ। ତ ଚେରରୁ ଆମେ ଦେଖନ୍ତି। ଆଉ ଡାଳ ପତ୍ରରେ ବି ଫଳ ଫୁଲ ଆଦି ଭରି କରି ରଖିଥାଏ। ଆଉ କ'ଣ କରେ ଗଛ ଆମକୁ? ଛାଇରେ ଆସରା ଦେଇଛି ସଭିଙ୍କୁ। ସେ କହୁଛି କି ମୁଁ ଛାଇରେ ବି ଆସରା ଦେଇଛି। ଆଶ୍ରା ମାନେ ଆଶ୍ରା ଖୋଜନ୍ତି, ସମସ୍ତେ ଆସିକି ସାହିରେ ବସନ୍ତି। ତ ବକଳ ହୃଦୟ ଚିରି, ବକଳ ଅର୍ଥ ବାହାର ପାର୍ଶ୍ୱରେ ଯେଉଁ ଗଛର ବାହାର ପାର୍ଶ୍ୱରେ ଯେଉଁ ଥାଏ ଚମଡ଼ାଟା, ସେଇଟା ହେଉଛି ବକଳ ତାର। ତ ବକଳ ହୃଦୟ ଚିରିକି ମୁଁ ମୋର କ'ଣ କରୁଛି? ତମମାନଙ୍କୁ ସବୁ ଛାଇରେ ବସିବା ପାଇଁ କହୁଛି, ଆଶ୍ରା ଦେଉଛି। ଆଉ ମୋ ଚେରଠାରୁ ମୂଳ ପର୍ଯ୍ୟନ୍ତ ସବୁଥିରେ ଡାଳ ପତ୍ରରେ ମଧ୍ୟ ଫୁଲ ଫଳ ଭରି କରି ରଖିଛି ତମମାନଙ୍କ ଖାଇବା ପାଇଁ। ତୁମେମାନେ ମୋଠୁ ଯେତେ ଯାହା ନେବା କଥା ନିଅ, କିନ୍ତୁ ମୋତେ କେବେ କଷ୍ଟ ଦିଅ ନା। ଅନ୍ତର ଫେରିଣ କହୁଛି ତୁମକୁ କରନି ଆକୁଳ ମତେ। ମୁଁ ମୋ ମନ ଖୋଲା କଥା, ଅନ୍ତର ମାନେ ମୋ ମନ ଖୋଲା କରିକି କହୁଛି। ଫେରିଣ ମାନେ ଖୋଲା କରି କହୁଛି ତୁମକୁ, ମୋତେ ବ୍ୟାକୁଳ କର ନାହିଁ। ତୁମରି ସେବାରେ ରହିଛି ନୀତିକୁ ଖାଅରେ ଖାଇବ ଯେତେ। ତୁମମାନଙ୍କ ସେବାରେ ମୁଁ ରହିଛି, ସବୁଦିନ ପାଇଁ ରହିଛି। ଯେତେ ଖାଇବା କଥା ଖାଇଚାଲ, ମୋଠୁ ଯେତେ ଫଳମୂଳ ଖାଇବା କଥା ଖାଇଚାଲ। ମୁଁ ତମରି ସେବାରେ ହିଁ ଜନ୍ମ ହେଇଛି। ବୁଝିପାରିଲ? ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ଏ ସାରା ଜୀବନ କର୍ମ ପଥରେ ହେଳା ନ କରିବ କେହି। ଜଗତ ହିତରେ ଗଛ ଲଗାଇବ ସବୁ ଜିମା ଯିବ ଭରି, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ତାହେଲେ ମୋ ଫଳ ଖାଇକି ମୋହରି ଆଗରେ ତୁମେ ଶପଥ କରିକି କୁହ, ମୋ ଫଳ ଖାଅ, ମୋ ଆଗରେ ମୋତେ ଶପଥ କର। ସାରା ଜୀବନ କ'ଣ କରିବ? କର୍ମ ପଥରେ କେବେ ହେଳା କରିବ ନାହିଁ। ତୁମେ କର୍ମ କରି ଚାଲିବ, କେବେ ବି ହେଳା କରିବ ନାହିଁ। କର୍ମ ପଥରେ ଯଦି ହେଳା କରିବ ତୁମେମାନେ ନିଜେ ନିଶ୍ଚିତ କେବେ ବି ଭଲ ଫଳ ପାଇପାରିବ ନାହିଁ। ଜଗତ ହିତରେ ଗଛ ଲଗାଇବ। ଜଗତ ହିତ ମାନେ ଆମର ବିଶ୍ୱ କଲ୍ୟାଣ ପାଇଁ ହିଁ। ଜଗତ ହିତ ମାନେ ବିଶ୍ୱର କଲ୍ୟାଣ ପାଇଁ ତୁମେ ଗଛ ଲଗାଇବ। କାହିଁ ଗଛ ଲଗାଇବ? କ'ଣ ପାଇଁ ଏଇଟା କୁହାଯାଇଛି? ଗଛ ଲଗାଇଲେ ବିଶ୍ୱର କ'ଣ କଲ୍ୟାଣ ହେବ? କାହିଁକି ନା ଗଛ ଲଗାଇବା ଦ୍ୱାରା ଆମକୁ ଅମ୍ଳଜାନ ମିଳିଥାଏ। ଅମ୍ଳଜାନ ନଥିଲେ ଆମେ ସବୁ ନିଶ୍ୱାସ ପ୍ରଶ୍ୱାସରେ ମାନେ ଅସୁବିଧା ହେଇଥାନ୍ତା। ତେଣୁ ଗଛ ଲଗାଇବା, ଯେତେରୁ ଯେତେ ଗଛ ଲଗାଇବା ତାହେଲେ ଆମକୁ ନିଶ୍ୱାସ ପ୍ରଶ୍ୱାସରେ ନେବା ଅସୁବିଧା ହେବ ନାହିଁ, ଆମକୁ ଅମ୍ଳଜାନ ସଫିସିଏଣ୍ଟ ମିଳିବ। ତ ସେଇଥିପାଇଁ କୁହାଯାଇଛି ତୁମେମାନେ ଯଦି ଗୋଟେ ଗଛ ଲଗାଉଛ ତମେ ଜଗତର ହିତ କରୁଛ, ମାନେ ଜଗତର କଲ୍ୟାଣ ମଙ୍ଗଳ, ବିଶ୍ୱର ମଙ୍ଗଳ କରୁଛ। ତ ଗଛ ଲଗାଇବ ସବୁଜିମା ଯିବ ଭରି, ମାନେ ସବୁଆଡ଼େ ଯେମିତି ସବୁଜ ସବୁଜ ଦେଖାଯିବ। ସବୁଜିମା ମାନେ ସବୁଆଡ଼େ ସବୁଜ ରଙ୍ଗର ଯେମିତି ଦେଖାଯିବ। ଧରଣୀ ହସିଲେ, ଧରଣୀ ମାନେ ପୃଥିବୀ, ଆମ ମାଟି ମା ବସୁଧା ଯଦି ହସିବ ତାହେଲେ ଆମ ପରିବେଶ ହେବ ନାହିଁ ହତଶିରି। ଆମର ଯେଉଁ ପରିବେଶ ଅଛି, ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି, ସେ କେବେ ସୌନ୍ଦର୍ଯ୍ୟହୀନ ହେବ ନାହିଁ। ମାନେ ଯାହାର ସୌନ୍ଦର୍ଯ୍ୟ ହତଶିରି ମାନେ ଯାହାର ସୌନ୍ଦର୍ଯ୍ୟ ମାନେ ନାହିଁ। ତ ସେଠାରେ କବି କହୁଛନ୍ତି ଯଦି ତୁମେମାନେ ଗୋଟେ ଗୋଟେ ଗଛ ଲଗାଇବ ତାହେଲେ ବିଶ୍ୱର ମଙ୍ଗଳ ହେବ, ଆଉ ସବୁଆଡ଼େ ସବୁଜ ରଙ୍ଗ ଦେଖାଯିବ। କାହିଁକି ନା ଗଛ ଲଗାଇବା ଦ୍ୱାରା ସବୁଆଡ଼େ ସବୁଜ ଦେଖାଯିବ, ଗଛର ପତ୍ର ହିଁ ସବୁଜ। ଆଉ ଧରଣୀ ହସିଲେ, ତ ଆମ ପୃଥିବୀ ହସିବ, ଆଉ ଆମ ପରିବେଶ କେବେ ବି ସୌନ୍ଦର୍ଯ୍ୟହୀନ ଦେଖାଯିବ ନାହିଁ, ସବୁବେଳେ ସୌନ୍ଦର୍ଯ୍ୟ ହେଇକି ଭରା ହେଇକି ରହିବ। ବୁଝିପାରିଲ ପିଲାମାନେ? ଏହା ଥିଲା ଗଛ କାହାଣୀ ବିଷୟରେ ମାନେ ସଂକ୍ଷିପ୍ତ ବର୍ଣ୍ଣନା।
ବୁଝିପାରିଲ। ଆମେ ପଦଟିକୁ ଭଲ ଭାବରେ ଆବୃତ୍ତି କଲେ ଆଉ ତା ସହିତ ତାର ଭାବାର୍ଥ ବି ମୁଁ ବୁଝିଲେ। ତ ମନେ ରଖ ପିଲାମାନେ, ନେକ୍ସଟ କ୍ଲାସ୍ରେ ମୁଁ କୋଶ୍ଚିନ୍ ନେଇକି ଆସିବି ଆଉ କୋଶ୍ଚିନ୍ ପ୍ରଥମେ ପଚାରିବି, ତୁମେମାନେ କ'ଣ କରିବ ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବ। ମନେ ରଖିଥିବ, ଏଇ କବିତାଟାକୁ ଭଲସେ ବୁଝିକି ମନେ ରଖିଥିବ, ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବ। ତା ସହିତ ବି ମୁଁ ଆନ୍ସର୍ କହିଦେବି। ତ କବି ଏଠାରେ କିଏ? ଡକ୍ଟର ରାମଚନ୍ଦ୍ର ନାୟକ। ତ ପିଲାମାନେ ରହିଲି।